ମୁଁ ଯେତେବେଳେ କଂଗ୍ରେସ ଦଳରେ ମୁଁ ଫିଲ୍ କଲି ଯେ ମୋର ଆଉ ଆବଶ୍ୟକତା ନାହିଁ, ସେତେବେଳେ ମୁଁ କହିଲି ଯେ କଂଗ୍ରେସ ଦଳରେ ରହିଲେ ମୋର ଆଉ ଆତ୍ମସମ୍ମାନ ରହିବ ନାହିଁ, ତେଣୁ କଂଗ୍ରେସ ଦଳ ଛାଡ଼ିଲି। ଯେ କାହିଁକି ଏଭଳି ଫିଲ୍ କଲେ? କିଛି ମାସ ଧରିକିରି ମୁଁ ଏଇଟାକୁ ମୋର ଅନୁଭବ ହେଉଥିଲା ଯେ କଂଗ୍ରେସ ଦଳ ଯେଭଳି ଭାବରେ ମୋତେ ବ୍ୟବହାର କରିବା କଥା ସେଟା କରିନାହିଁ, ଏବଂ ଯଦି ମୁଁ କିଛି କରିବା ପାଇଁ ମଧ୍ୟ ଚାହେଁ ତାହେଲେ যেভাবে ভাবে সুযোগ মিলিবা কথা সে সুযোগ মিলুনা। স্যার আপন কোন চাহুଥିଲେ কংগ্রেস দল আপন সুযোগ দেলা? ମୁଁ କଂଗ୍ରେସ ଦଳର ମଙ୍ଗଳ ଚାହୁଁଥିଲି, କଂଗ୍ରେସ ଦଳକୁ ଚାହୁଁଥିଲି ଯେ ତାର ସଂଗଠନକୁ ବଢ଼େଇବା ପାଇଁ ତୃଣମୂଳ ସ୍ତରରୁ ଜିଲ୍ଲା ସ୍ତରରେ ଏବଂ ଯୁବ ପ୍ରତିଭାମାନଙ୍କୁ କିଭଳି ଭାବରେ ଆଗକୁ ଅଣାଯିବ ସେ ବିଷୟରେ ନିଶ୍ଚିତ ଭାବରେ କରିବା ପାଇଁ ମୋର ଯୋଜନା ଥିଲା। ମୁଁ ଏ ବିଷୟରେ ଅନେକ ଆଲୋଚନା ମଧ୍ୟ କରିଛି, କିନ୍ତୁ ମୁଁ କାଳକ୍ରମେ ଦେଖିଲି ଯେ ଦଳ ଏଗୁଡ଼ିକ ଗ୍ରହଣ କରୁନାହିଁ ଏବଂ ଦଳରେ ମୋର ଆବଶ୍ୟକତା ନାହିଁ। ମୁଁ ଯେଉଁଠି ଆବଶ୍ୟକତା ନାହିଁ ସେଠି ରହିଲେ ଆତ୍ମସମ୍ମାନ ନିଶ୍ଚିତ ଭାବରେ ହାନି ହେବ। କଂଗ୍ରେସ ଦଳର ପ୍ରଦର୍ଶନ କାହିଁକି ଖରାପ ହେଲା 2024ରେ ଏବଂ କ'ଣ କଲେ ଆଗାମୀ ଦିନମାନଙ୍କରେ କଂଗ୍ରେସର ଉନ୍ନତି ହେବ, ସଫଳତା ହାର ବଢ଼ିବ, ସେ ବିଷୟରେ ମୁଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ AICCକୁ ଦେଇଛି। ସେଗୁଡ଼ିକ ହେଲା ଦୀର୍ଘସ୍ଥାୟୀ ପ୍ରସ୍ତାବ, କ'ଣ କରିବା ଉଚିତ। ତେଣୁ ତାକୁ ଯଦି AICC ଗ୍ରହଣ କରିବ ଭଲ କଥା, ଯଦି ଗ୍ରହଣ ନ କରିକି ସେମାନେ ଆଉ କିଛି କରିବା ପାଇଁ ଚାହିଁବେ ତାହେଲେ ସେଇଟା ତାଙ୍କର ନିଷ୍ପତ୍ତି। ନା ମୋର ବ୍ୟକ୍ତିଗତ ଭାବରେ ସମସ୍ତ ନେତାଙ୍କ ସହିତ ଖୁବ୍ ଭଲ ସମ୍ପର୍କ ଥିଲା, ଆଜି ମଧ୍ୟ ଅଛି। ବହୁତ ସିନିୟର ଲିଡରଙ୍କ ସହିତ ମୁଁ ଆଗରୁ କାମ କରିଛି, ସେମାନେ ମୁଁ ସରକାର ଥିଲାବେଳେ ସେମାନେ ମନ୍ତ୍ରୀ ଅଛନ୍ତି, ମୋର ସେମାନଙ୍କ ପ୍ରତି ବହୁତ ସମ୍ମାନ ଅଛି। ତେଣୁ ଏଇଟା ବ୍ୟକ୍ତିଗତ ଘଟଣା ନୁହେଁ, ଏଇଟା ଗୋଟେ ଦଳଗତ ବ୍ୟବସ୍ଥା। ଦଳ ପାଇଁ ଆଗାମୀ ଦିନରେ ବହୁତ ସମ୍ଭାବନା ରହିଛି, କିନ୍ତୁ ଦଳ ତାକୁ ଠିକ୍ ଭାବରେ ବ୍ୟବହାର କରିବା ଦରକାର। ତାକୁ ସେ ସୁଯୋଗ ଯେଉଁ ଆସୁଛି ସେ ସୁଯୋଗକୁ ନେଇକରି ଆଗକୁ ବଢ଼ିବା ଦରକାର। ତାହା ଯଦି କରି ନପାରିବ ତାହେଲେ ସୁଯୋଗ ଆସିବ, ଚାଲିଯିବ। ବିଜୟ ପଟ୍ଟନାୟକ ଗତି କୁଆଡ଼େ? ମୁଁ ଯେଉଁ ଉଦ୍ଦେଶ୍ୟ ନେଇକି ରାଜନୀତିକୁ ଆସିଥିଲି ସେଇଟା ଥିଲା ଯେ ମୁଁ ଲୋକଙ୍କର ସେବା କରିବି। ଏଇଟା ଗୋଟେ ପ୍ଲାଟଫର୍ମ ଭାବରେ ମୁଁ ତାକୁ ବ୍ୟବହାର କରିବି ବୋଲି ଭାବିଥିଲି। ଆଗାମୀ ଦିନମାନଙ୍କରେ ମୁଁ ସେଇ ଉଦ୍ଦେଶ୍ୟକୁ ପୁଣି ଥରେ ରଖିବି ଏବଂ ଲୋକଙ୍କ ପାଖକୁ ପ୍ରତ୍ୟକ୍ଷ ଭାବରେ ଯିବି। ସେମାନଙ୍କର ଯେଉଁ ମୋର କରିବାର ଯେଉଁ କାର୍ଯ୍ୟକ୍ରମ ଥିଲା ସେଇ କାର୍ଯ୍ୟକ୍ରମ ପୁଣି ଥରେ ମୁଁ ଚାଲୁ କରିବି। କୌଣସି ଦଳକୁ ଯିବେ ନା, ମୁଁ କୌଣସି ଦଳରେ ବର୍ତ୍ତମାନ ଯୋଗ ଦେବା ପାଇଁ କୌଣସି ଅଭିପ୍ରାୟ ରଖିକିରି ମୁଁ ଏଇଠି ଯଦି ଭାରତୀୟ ଜନତା ପାର୍ଟି କିମ୍ବା ବିଜେଡି ଡାକେ, ମୁଁ କୌଣସି ଦଳରେ ଯୋଗ ଦେବା ପାଇଁ ମୋର କୌଣସି ପ୍ରକାରର ଇଚ୍ଛା ନାହିଁ। ନୂଆ ଦଳ ଗଠନ କରିବେ? ଦଳ ଗଠନ କରିବାର ବର୍ତ୍ତମାନ ସମୟ ନୁହେଁ। ବର୍ତ୍ତମାନ ସମୟ ହେଉଛି ଲୋକଙ୍କ ପାଖରେ କାମ କରିବା ଦରକାର, ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ସରକାରଙ୍କର ଯେତେବେଳେ ଦୋଷ ଦୁର୍ବଳତା ଥିଲା ବିଜେଡି ସରକାରଙ୍କର, ମୁଁ ତାକୁ ଖୁବ୍ ଖୋଲାଖୋଲି ଭାବରେ ଏବଂ ନିର୍ଭୀକ ଭାବରେ ଉପସ୍ଥାପନ କରିଛି ଏବଂ ଯଦି କେଉଁଠି ଅନ୍ୟାୟ ହୁଏ, ଯଦି କେଉଁଠି ଦୁର୍ନୀତି ହୁଏ, ତାକୁ ନିଶ୍ଚିତ ଭାବରେ ମୁଁ ଉପସ୍ଥାପନ କରିବି। देश विदेश कोण अनुकोणर टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु, लाइक, शेयर और सब्सक्राइब करने को आद्यम भूलंतुनी।